ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆସନ୍ତୁ ଜାଣିବା LG 1.5 ଟନ୍ ଏସିରେ କୁଲିଂର ପ୍ରୋବ୍ଲେମ୍ ଅଛି। କଷ୍ଟମର କହିବା କଥା କି କିଛି ସମୟ ପାଇଁ କମ୍ପ୍ରେସର ଅନ୍ ହେଉଛି ତାପରେ ଅଫ୍ ହେଇଯାଉଛି। ଏଥିରୁ ଜଣାପଡ଼ିଲା କି ଇନଡୋରରେ କିଛି ପ୍ରୋବ୍ଲେମ୍ ନାହିଁ, ଆଉଟଡୋରରେ ପ୍ରୋବ୍ଲେମ୍ ଅଛି। ଆସନ୍ତୁ ଏବେ ଆଉଟଡୋର ଚେକ୍ କରିବା। ଚେକ୍ କଲା ପରେ ଜଣାପଡ଼ିଲା କି ଆଉଟଡୋର ଫ୍ୟାନ୍ ମୋଟର ବୁଲୁନାହିଁ। ଆଉଟଡୋର ଫ୍ୟାନ୍ ମୋଟର ତିନୋଟି କାରଣରୁ ବୁଲେ ନାହିଁ। 1. ମୋଟର ଖରାପ ଥିଲେ। 2. କାପାସିଟର ୱିକ୍ ଥିଲେ। 3. ମୂଷା ତାର କାଟିଦେଇଥିଲେ ଫ୍ୟାନ୍ ମୋଟର ବୁଲେ ନାହିଁ। ଏବେ ଆଉଟଡୋର କଭର ଖୋଲିବା। କଭର ଖୋଲିକି ଦେଖିବା କାପାସିଟର ଠିକ୍ ଅଛି କି ଖରାପ ଅଛି। ଖରାପ ତ ନଥିବ ସାଙ୍ଗମାନେ, ଯେହେତୁ କମ୍ପ୍ରେସର ଅନ୍ ହେଉଛି, ଆଉଟଡୋର ଫ୍ୟାନ୍ ମୋଟର ବୁଲୁନାହିଁ। ଫାଷ୍ଟ ଚେକ୍ କରିବା କାପାସିଟରରୁ କଭର ଖୋଲିକି ଦେଖିବା କ'ଣ ହେଇଛି ପ୍ରୋବ୍ଲେମ୍। କାପାସିଟର ଚେକ୍ କଲା ପରେ ଜଣାପଡ଼ିଲା କି କାପାସିଟର ୱିକ୍ ଅଛି। ଯେହେତୁ ଆମ ପାଖରେ 50+4 କାପାସିଟର ନଥିଲା, 50ର ଅଲଗା 4ର ଅଲଗା କନେକ୍ସନ୍ କରିଦେଇଛୁ। ଏବେ ଚାଲନ୍ତୁ ଅନ୍ କରିକି ଦେଖିବା ଆଉଟଡୋର ଫ୍ୟାନ୍ ମୋଟର ବୁଲୁଛି ନା ନାହିଁ। ଏବେ ଦେଖନ୍ତୁ ସାଙ୍ଗମାନେ, ଆଉଟଡୋର ଫ୍ୟାନ୍ ମୋଟର ବୁଲିଲା। ଏୟାର ଥ୍ରୋ ବି ମଧ୍ୟ ଠିକ୍ସେ ଆସିଲା। 7.0 ଆମ୍ପିୟରରେ କମ୍ପ୍ରେସର ଚାଲିଲା।